ବର୍ତ୍ତମାନ ସନ୍ଧାନ ପ୍ଲସ୍ ଏବଂ ବାଳିକା ସନ୍ଧାନ ଯୋଉଠି ଆସି ପହଞ୍ଚିଛି ସେଇ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉଷୁମା ପଞ୍ଚାୟତ ଉଷୁମା ମାଳିକା ବର୍ଣ୍ଣିତ ଗୋବରୀ ନଦୀ ପୀଠରେ ଯୋଉଠି ଅଛି ଅନନ୍ତ ଶମ୍ଭୁଙ୍କ ଆଶ୍ରମ। ସେଇ ପୀଠରେ ମଧ୍ୟ ଆସିଛନ୍ତି ଭାସ୍କର ବାବା ଆସିଛନ୍ତି ଏବଂ ଆମର ଶାରଦା ମଧ୍ୟ ଅଛନ୍ତି। ତେବେ ଭାସ୍କର ବାବା ପ୍ରଥମ ପଚାରିବା ଯେ ଏଇ ପୀଠକୁ ଆସିଛନ୍ତି କଣ ଅନୁଭୂତି ଏଇ ପୀଠର ବାବଦରେ କୁହନ୍ତୁ। ଆପଣଙ୍କୁ ସ୍ୱାଗତ ଜଣେଇବି। ଯାହା ହଉ ବହୁତ ସ୍ୱାଗତ ଦଉଛି ଏ ଚ୍ୟାନେଲକୁ, କାରଣ ଆମେ ବହୁତ ଦୂରରୁ ଆସି ପହଞ୍ଚି ଯାଇଛୁ ଗୋବରୀ କୂଳରେ ମାହାଙ୍ଗାର ସେଇ ଉଷୁମା ଗ୍ରାମର ସେଇ ସମୁଖ ପାଖରେ ଅନନ୍ତ ସମୁଖ ପାଖରେ ପହଞ୍ଚିଛୁ। ଆଉ ଯାହା ଉପଲବ୍ଧି ଦେଖିଲୁ ଏହା ଏକ ମାଳିକା ବର୍ଣ୍ଣିତ ଗୁପ୍ତ ଜାଗା। ଏଇ ଗୁପ୍ତ ଜାଗାର ଅନେକ ତତ୍ଵ ମଧ୍ୟ ଏହା ଶିବକଳ୍ପ ନିର୍ଘଣ୍ଟ ଏବଂ ମହାଗୁପ୍ତ ପଦ୍ମକଳ୍ପରେ ଉଲ୍ଲେଖ ଅଛି ଯେ ଗୋବରୀ ନଦୀ ଏକ ବହୁ ପୁଣ୍ୟ ନଦୀ। ଏହା ବହୁତ ଗୁପ୍ତ ଭାବରେ ଅଛି, ତାହା ସମସ୍ତଙ୍କୁ ଜଣା ନଥାଏ, କିନ୍ତୁ ତାହା ସ୍ପଷ୍ଟ ଭାବରେ ମହାପୁରୁଷ ଅଚ୍ୟୁତ ଲେଖିଛନ୍ତି ଯେ ଗୋବରୀ ନଦୀ କୂଳରେ ଅନେକ ତଥ୍ୟ ଗୁପ୍ତ ତଥ୍ୟ ଅଛି। କଣ ସବୁ ଅଛି ନା ସୁବଳିଆ ତୀରେ ଅଛି ଜ୍ୟୋତି ଭଳେ କିଏ ଥବ। ତେଣୁ ଯୋଗୀ ଯୋଗୀ ମହାଯୋଗୀ ସଦାଶିବ ଯେତେବେଳେ କୈଳାସ ପର୍ବତରେ ଧ୍ୟାନସ୍ଥ ଥିଲେ ସେ ମଧ୍ୟ ଏଇ ପୀଠରେ ମଧ୍ୟ ଅଛନ୍ତି। ତାର ପ୍ରମାଣ ଆମେ ବହୁ ଦେଖିଛୁ। ତେଣୁ ଯାହା ହଉ ସେ ଗୋବରୀ ନଦୀ କୂଳରେ ଏ ଅନନ୍ତ ବିଷ୍ଣୁଙ୍କ ଆଶ୍ରମ ଏ ଦିନେ ଚାଞ୍ଚଲ୍ୟକର ଇତିହାସ ସୃଷ୍ଟି କରିବ। ବହୁ ଭକ୍ତ ମେଳ ହେବେ, ଆଉ ଏଠି ବହୁ ଲୀଳାଖେଳା ହେବ। ଯାହା ହଉ ମୁଁ ଆସି ଏଠି ପହଞ୍ଚି ଦେଖିଲି ଯେ ଏ ଅନନ୍ତ ବିଷ୍ଣୁଙ୍କ ଜାଗା ଏତେ ପବିତ୍ର ଜାଗା, ଅନନ୍ତ ଶମ୍ଭୁଙ୍କ ଜାଗା ଏତେ ପବିତ୍ର ଜାଗା ଆଉ କହିଲେ ନ ସରେ। ଆଉ ପୁରା ବୃଦ୍ଧି ଚାଲିଛି, ଆଉ ଠାକୁରଙ୍କ ସ୍ଥାନ ବଡ଼ ବିଚିତ୍ର, ଠିକ ଦେବତ୍ୱର ଜାଗା ଭିତରେ ଅଛି। ତେଣୁ ଏ ଆଗକୁ ବହୁ ଲୀଳାଖେଳା ହବ, ଆପଣମାନେ ସବୁ ଦେଖିବେ। ଆଉ ଏଠି ବହୁ ସାଧୁ ସନ୍ଥ ଆସିବେ, ଆଉ ବହୁ ମିଳନ ହବ। ଆଚ୍ଛା, ଆପଣ ପ୍ରଥମ ଆସି ଏଇ ତା ପାଦ ସ୍ପର୍ଶ କଲେ ବା ଏଇ ମାଟିକି ଆସି ଛୁଇଁଲେ, କେମିତି ସେଠି ଅନୁଭୂତି ଦେଖିଲୁ ଯେ ଏ ବହୁ ଗୁପ୍ତ ତଥ୍ୟ ସବୁ ଖୋଲି ହବନି, କାରଣ ଆସ୍ତେ ଆସ୍ତେ ଲୋକଲୋଚନ ଆସିବ। କିନ୍ତୁ ଇଏ ବହୁ କଥା ପୁରାତନ କଥା। ଏହା ମହାଗୁପ୍ତ ପଦ୍ମକଳ୍ପର ଚତୁର୍ଥ ଅଧ୍ୟାୟରେ ସମ୍ପୂର୍ଣ୍ଣ ଭାବରେ ଲେଖା ଅଛି। ଆପଣମାନେ ଦେଖିଲେ ଜାଣିବେ ଯେ ଆର ଗୋବରୀ ନଦୀର ଗଭୀରତା 84 ଆଙ୍ଗୁଳ, ଆଉ ଏ 84 ଆଙ୍ଗୁଳ ଭିତରେ ଏଇ ସବୁ ଜିନିଷ ଅଛି, ଗୁପ୍ତ ଭାବରେ ଅଛି। ଆଉ ଏ ନଦୀରେ ସବୁ ଏଠି ସବୁ ସଖୀ ମାନେ ଏଠି ନଦୀରେ ସ୍ନାନ କରନ୍ତି, ଆଉ ଅଷ୍ଟସଖୀ ମାନେ ସ୍ନାନ କରନ୍ତି। ପାଖରେ ଅଛି ଗୋବରୀ ନଦୀ, ସ୍ନାନ କରି ଏଠି ସେ ଠାକୁର ଦର୍ଶନ କରନ୍ତି। ଏ ବହୁ ଗୁପ୍ତ କଥା। ଏ ପରବର୍ତ୍ତୀ ସମୟରେ ଏହା ଲୋକଲୋଚନକୁ ଆସିବ, ଆଉ ବହୁ କଥା। ଆଚ୍ଛା, ଆପଣ କେବେ ସେ ସମୟଟା ତଥାପି କେବେ? ସମୟ ନିକଟ ହେଲାଣି, 27 ଭିତରେ ସବୁ ହେଇଯିବ। 2027 ଭିତରେ ଏ ସ୍ଥାନ ବହୁତ ଆଗକୁ ପଳେଇଥିବ। ଆଚ୍ଛା, ଏଠି ମାନେ କଣ ଯୋଉ ତ କହିଲେ ମାନେ କୋଉ ଠାକୁରଙ୍କର ଏଠି ଲୀଳାଖେଳା ବିଶେଷ? ଏଠି ଠାକୁର ଦେବତା ମହାଦେବଙ୍କର ଅନନ୍ତ ଶମ୍ଭୁଙ୍କର ଏଠି ବିଜୟସ୍ଥଳୀ ଜାଗା, ଆଉ ଏଠି ବହୁ ଲୀଳାଖେଳା ହବ। ଆଚ୍ଛା, ତାହେଲେ 2027 ସୁଦ୍ଧା ଏଇ ଜାଗା ବହୁତ ପରିପ୍ରକାଶ ହେଇଯାଇଥିବ। ଆଚ୍ଛା, ଏଠି ମନ୍ଦିର ଫନ୍ଦିର ସେମିତି କିଛି ଜଣା ପଡୁଛି ଆଭାସ? ବେଶୀ ମନ୍ଦିର ଦେଖା ଯାଉନି, କିନ୍ତୁ ଜାଗା ବହୁତ ଆଗକୁ ପଳେଇବ। ମନ୍ଦିର ଦେଖା ଯାଉନି, ତାପରେ କେମିତି ଛାତ ପଡିଗଲେ ଭଲ ହବ। ଛାତ ଫାତ ହେଇ ବହୁ କଥା ହେଇଯାଇଥିବ, ଜଣା ପଡୁଛି। ବହୁତ ଜଣା ପଡୁଛି, ବହୁ କଥା ଆଗକୁ ଚାଲିବ। ଏଠି ସବୁ ଦେବାଦେବୀଙ୍କର ଏଠି ସ୍ଥାନ ହବ? ସବୁ ଦେବତା ସଭା ହବ, ଦେବସଭା ହବ। ଏଇ ଜାଗାରେ ଦେବସଭା ଏଇଠି ହବ, ଜଣା ପଡୁଛି। ଦେବସଭା କେବେ ହବ ସେଇଟା? ଏଇ ସବୁ ତାରି ଭିତରେ ହେଇଯିବ ସବୁ। 27 ଭିତରେ? ହଁ, ଲୋକ ଦେବତା ମାନେ ଚାଲିଛନ୍ତି ନା ସବୁ। ଆମେ ଗୁପ୍ତ ଭାବରେ ଦେବତା ମାନେ ଆସୁଛନ୍ତି ଏଠିକି, ଆସୁଛନ୍ତି, ଆମେ ଜାଣିପାରୁନେ। ସାଧାରଣ ଲୋକଙ୍କୁ ଜାଣିବା ଲୋକ ବାଟ ପଡିଛି, ନ ଜାଣିବା ଲୋକ ଅନ୍ଧ। ଆପଣ କହୁଛନ୍ତି ଗୁପ୍ତରେ ଦେବତା ମାନେ? ଗୁପ୍ତ ଗଙ୍ଗା ଯୋଉ ଗୋବରୀ ନଦୀ, ଆଉ ଗୁପ୍ତ ଭାବରେ ଆସିବେ ଦେବତା ମାନେ, ସବୁ ଜାଣିବା ସହଜ କଥା। ଗୁପ୍ତ ତାଙ୍କ ଲୀଳାଖେଳା ଚାଲିଛି, ଚାଲିଛି। ଦେବସଭା ହାସ ସେ କରିବ
একথা কেহি ন জানিব দেখিবে কেতে ভক্ত জন আনন্দে କରି ବେରୋଦନ। ତେଣୁ ଏସବୁ ଖୁସିର କଥା। ଏଇ ଗୁପ୍ତ ରାହାସ ହବ ଏଠି, ଆଚ୍ଛା ଲେଖା ହବ। କାର୍ତ୍ତିକ ମାସରେ ମଧ୍ୟ ରାସ ଏଠି ହବ। ହବ ହଁ, ଏଇ କାର୍ତ୍ତିକ ଏଇ ମାସରେ କାର୍ତ୍ତିକ ମାସରେ ରାସ ହବ। ତେଣୁ କେମିତି କଣ ଲାଗୁଛି ଆପଣଙ୍କୁ? ହଁ ଲାଗୁଛି। କିଏ କରିବ? କିଏ କରିବ? ଲୋକ କିଏ ଆସି କରିବ? ଯିଏ ବି ହେଲେ ଆସି ହଁ, କରିବେ ଜଣା ତା ଲୋକ ଯିଏ ହଁ। ସେମାନେ ସିଏ ଆସି କରିବେ, ଆପଣ କିଛି କରିପାରିବେ। କିନ୍ତୁ ଏଠି ବହୁତ ଆଗକୁ ଆଗକୁ ଏଇ ଜାଗାଟି ଯିବ। ଏଇ ଜାଗା ବହୁତ ଆଗକୁ ଯିବ। ପ୍ରଭୁଙ୍କ ଲୀଳା ଖେଳା। ହଁ, ଠିକ ଅଛି। ସନ୍ଧାନ ପ୍ଲସ ମାଳିକା ସନ୍ଧାନରେ ଯୋଉ ଭାସ୍କର ବା ଏଇ ମାଳିକା ବର୍ଣ୍ଣିତ ଗୋବରୀ ନଦୀ କୂଳରେ ଅବସ୍ଥିତ ଥିବା ଅନନ୍ତ ଶମ୍ଭୁଙ୍କ ପୀଠ ବାବଦରେ କହିଲେ ଏବଂ ଗୋବରୀ ସହିତ ବା ମାଳିକା ଯୋଉ ଗୋବରୀ ନଦୀ ସହିତ ଆର କଣ ସମ୍ପର୍କ ଏବଂ ଏଇ ସ୍ଥାନରେ ଏ କଣ ଗୋବରୀ ନଦୀ କୂଳରେ ଅନେକ ଗୁପ୍ତ ଜାଗା ଅଛି। ଗୋବରୀ ନଦୀ କୂଳରେ ଅନେକ ଗୁପ୍ତ କଥା ଅଛି। ଆପଣ ଜାଣିଥିବେ, ଦରିଆ ବୋଲିଣ ନାମ ସେ ସରସ୍ୱତୀ ନଦୀ, ସେଇଠାରେ କେଶବରେ ଲୀଳା କରୁଛନ୍ତି। ମଧ୍ୟ କେଶବ ମାହାଙ୍ଗା, ସ୍ୱର୍ଣ୍ଣକ୍ଷେତ୍ର ମାହାଙ୍ଗାର କେଶବ ଥବ ବୋଲିକି ମଧ୍ୟ ଲେଖା ଅଛି। ତେଣୁ ଏ ବହୁ ଗୁପ୍ତ ଜାଗା, ଗୁପ୍ତ କଥା। ତେଣୁ ସମସ୍ତ କଥା ଲୋକଲୋଚନକୁ ଆସିବା ଟିକେ ଡେରି ହବ। ଆସ୍ତେ 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 ପରିପ୍ରକାଶ ହବ। ମୋଟାମୋଟି ଭାବେ 27 ଭିତରେ ସବୁ କିଛି 27 ଭିତରେ ସବୁ ଯାକ ପରିପ୍ରକାଶ ହେଇଥିବ। ଏଇ ଗୋଟେ କ୍ଷେତ୍ରରେ ଏଇ ଗୋଟେ କ୍ଷେତ୍ର, ବଡ ବଡ କ୍ଷେତ୍ର ତାদের ସାମିଲ ହେଇଯାଇଥିବ। ସାମିଲ ସବୁ ଥବ। ଆପଣ ଏଠିକି ମଣିଜୋରି ଥବ, ଆଉ ଆପଣଙ୍କର ଯୋଉ ବିନୋଦୀ ବିହାରୀଙ୍କ ଜାଗା ଅଛି, ଆଉ ଏଠି ଲଳିତା ବିଶାଖାଙ୍କ ଏଠି ସବୁ ଜାଗା ଅଛି, ଗୁପ୍ତ ଜାଗା ଅଛି। ଏବଂ ଏଠିକି ସବୁଆଡକୁ ବାଟ ଅଛି, ସୁଡ଼ଙ୍ଗ ଅଛି ବୋଲି ବହୁ ଶାସ୍ତ୍ର ମଧ୍ୟ ପ୍ରମାଣିତ ଅଛି। ଆଉ ସମସ୍ତେ ତ କେହି ଜାଣୁନାହାନ୍ତି, କିନ୍ତୁ କିଛି ଜ୍ଞାନୀ ଗୁଣୀ ଲୋକ ଜାଣିବେ ଯେ ଏ ସବୁ କଣ ଜାଗାର ରହସ୍ୟ ସବୁ କଣ ଅଛି। ତାହେଲେ 27 ଭିତରେ ଆପଣ କହିବା କଥା ମୋଟାମୋଟି ଏ ଜାଗା ପୁରା ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇଯାଇଥିବ। ମାନେ କ୍ଷେତ୍ରରେ ପରିବର୍ତ୍ତନ ମାନେ ହେଇଯାଇଥିବ। ଗୋଟେ କ୍ଷେତ୍ର ବୋଲି ମାନ୍ୟତା ପାଇଯାଇଥିବ। ସବୁ ସାଧୁ ସନ୍ଥ ମାନେ ଏବେଠୁ କହୁଛନ୍ତି ଆସ୍ତେ 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 ଚାଲିଛନ୍ତି। ଆପଣ ଜାଣିନାହାନ୍ତି, ଗୁପ୍ତ ଭାବରେ ସମସ୍ତେ ଆସି ଯେମିତି ଆପଣ ଆସୁଛନ୍ତି ସେମିତି ଆପଣ ଭଳି ଆପଣଙ୍କୁ ଆମେ କଣ ଆପଣ ଡାକିଛନ୍ତି? ଆମେ ଗୋଟେ କେମିତି ଅନୁମାନ କରୁ କି ଏମିତି ଜାଗାରେ କୋଉଠି ଅଛି, ଆମେ ଖୋଜି ଖୋଜି ଆସି ପହଞ୍ଚି ଯାଇଛୁ। ଆପଣଙ୍କୁ ଠାକୁରଙ୍କ ନିର୍ଦ୍ଦେଶ, ସେମିତି ଠାକୁର ନିର୍ଦ୍ଦେଶ ନଥିଲେ କିଏ କୋଉଠି ଯାଇପାରିବେ। ତେଣୁ ଆପଣ ଚାହିଁଲେ ଆପଣ ଖଣ୍ଡେ ଖାଇପାରିବେ ନା? ଯଦି ବରାଦ ନଥିବ, ଠିକ ନଥିବ, ସେ ସୁଯୋଗ ନଥିବ, ଆପଣ ଖାଇପାରିବେନି। ତେଣୁ ସେ ଯୋଗର କଥା, ସେ ଅନୁଭୂତିର କଥା। ପୂର୍ବ ଅର୍ଜିତ କର୍ମ ଫଳେ ଯାଚି ମୁଁ ଦେଉଥିବା ବେଳେ ପୂର୍ବର ବାସନା ନଥିଲେ କେହି କଣ ସାଧୁ ସଙ୍ଗରେ ବସି ପାରନ୍ତି? କେହି କଣ ସମସ୍ତେ ଆଧ୍ୟାତ୍ମିକ ଲାଇନ ଆଡକୁ ସମସ୍ତେ ଯାଇପାରନ୍ତି। ସିଏ ଲାଇନ ଦୋସରା। ସିଏ ପୂର୍ବର ବାସନା ନଥିଲେ ସିଏ କିଛି ହବନି। ଠିକ ଅଛି। ତ ଆପଣ ଯୋଉଭଳି କହୁଥିଲେ ଯେ 2027 ବେଳକୁ ଏଇ ପୀଠର ବହୁତ ମାନେ ପରିପ୍ରକାଶ ହେଇଯାଇଥିବ ଏବଂ ଏବେଠୁ ମଧ୍ୟ ଯାହା ଜାଣୁଛନ୍ତି ଆପଣ କହୁଛନ୍ତି କାର୍ତ୍ତିକ ମାସ। ଆପଣ କୁହନ୍ତୁ, ଆପଣ ଏଠିକି ବହୁ ଜାଗାରୁ ବହୁ ସାଧୁ ସନ୍ଥ ଗୁପ୍ତ ଭାବରେ ଆସିକିରି ଚୁପଚାପ ଆସିକିରି ଠାକୁରଙ୍କୁ ପାଖରେ ଯାଉଛନ୍ତି, କିନ୍ତୁ ଆପଣ ଜାଣିବା କଷ୍ଟକର ହଉଥିବ। କିନ୍ତୁ ସେମାନଙ୍କ ପରିଚୟ ମଧ୍ୟ ଜଣଙ୍କର ଅଛି। ଯୋଉ ସାଧୁ ସନ୍ଥ ମାନେ ଆସୁଛନ୍ତି ତାଙ୍କର ଲିଙ୍କ ଥିବ, ସବୁ ଲିଙ୍କ ଅଛି। ସେ ସମସ୍ତେ ତାଙ୍କର ମାଳିକା ବର୍ଣ୍ଣିତ ସେ ସବୁ ସାଧୁ, କିନ୍ତୁ ତାଙ୍କୁ ଚିହ୍ନିବା ଜାଣିବା ବଡ କଷ୍ଟ। ମାନେ ସେ ତାଙ୍କର ଲୋକ, ସେ ମାନେ ଏଠିକି ଆସୁଛନ୍ତି। ନହେଲେ ଏଠିକି ସମସ୍ତେ କାହିଁ ଆସିବେ? କେହି ଆସିବେନି। ତାଙ୍କରି ଯିଏ ସଂସ୍ପର୍ଶ ବା ତାଙ୍କରି ଯିଏ ଲୋକ ବା ତାଙ୍କର ଯିଏ ଭକ୍ତ, ସେଇମାନେ ଏଇ ପୀଠକୁ ଆସୁଛନ୍ତି ଆଉ। ଠିକ ଅଛି। ଏମିତି ସବୁ ହବ, ଆସ୍ତେ ଆସ୍ତେ ଚାଲିବ।